ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଢେଉ ମାରୁଛି ପେଜ ନାଳରୁ ନିର୍ଗତ ପାଣି। କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହେବାର 6 ମାସ ନ ପୂରୁଣୁ ଦେଖାଦେଉଛି ସାଂଘାତିକ ତ୍ରୁଟି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭ ସାମ୍ନାରେ ଆଜି ସକାଳେ ପେଜ ନାଳରୁ ନିର୍ଗତ ପାଣି ଭାସୁଥିବାର ଦେଖିବାକୁ ମିଳିଛି, ଯାହାଦ୍ୱାରା ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ସତ୍ତ୍ୱେ ଭକ୍ତମାନେ ବାଧ୍ୟ ହୋଇ ମନ୍ଦିରରେ ଦର୍ଶନ ପାଇଁ ପ୍ରବେଶ କରୁଛନ୍ତି। ସେପଟେ ପେଜ ସ୍ରୋତକୁ ସଫା କରିବା ପାଇଁ ନାକେଦମ ହୋଇଛନ୍ତି ସଫେଇ କର୍ମଚାରୀ। ସବୁଠୁ ବଡ଼ କଥା ହେଉଛି ଏଥିପ୍ରତି ସ୍ଥାନୀୟ ପ୍ରଶାସନ ନା ମନ୍ଦିର ପ୍ରଶାସନ କେହି ବି ଯତ୍ନବାନ ନାହାନ୍ତି। ତେବେ ଶ୍ରୀମନ୍ଦିରର ଭଜନାଳୟରୁ ଏହି ପେଜ ପାଣି ଆସୁଥିବା ଜଣାପଡ଼ିଛି। ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଅନ୍ୟ ନୀତିକାନ୍ତି ଚାଲିଥିବା ବେଳେ ସିଂହଦ୍ୱାର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।